ନମସ୍କାର ଦର୍ଶକ ବନ୍ଧୁ। ଆଜି ଆମେ ବାସ୍ତୁ ଅନୁସାରେ ଘରର ଚାରିପଟେ ବଗିଚା କିପରି ଆପଣ ଲଗାଇବେ ସେ ବିଷୟରେ କିଛି ଟିକେ ଆଲୋଚନା କରିବା। ଚାଲନ୍ତୁ। ଗଛଲତା କେବଳ ପରିବେଶ ସୁରକ୍ଷା କରନ୍ତି ନାହିଁ, ଘରର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଇଥାନ୍ତି। ମାତ୍ର ବାସ୍ତୁ ଅନୁସାରେ ଗଛ ଲଗାଇଲେ ଭୋଗ୍ୟୋଦୟ ହୋଇଥାଏ ବୋଲି ହୁଏତ ଅନେକ ଲୋକ ଜାଣିନଥିବେ। ଆସନ୍ତୁ ଜାଣିବା ଶୁଭଫଳ ପ୍ରାପ୍ତି ନିମନ୍ତେ କେଉଁ ଗଛ ଘରର କେଉଁ ଦିଗରେ ଲଗାଇବା ଉଚିତ। ବାସ୍ତୁ ଅନୁସାରେ ଘରର ଉତ୍ତର କିମ୍ବା ପଶ୍ଚିମ ଦିଗରେ ବଗିଚା ତିଆରି କଲେ ପରିବାରର ଲୋକଙ୍କ ସୌଭାଗ୍ୟ ଫେରିଆସିଥାଏ। ତୁଳସୀ ଗଛ ଲଗାଇବାକୁ ଇଚ୍ଛା ଥିଲେ ଉତ୍ତର ପୂର୍ବ ବା ଉତ୍ତର ପୂର୍ବ ଦିଗରେ ଲଗାନ୍ତୁ। କୌଣସି ପାତ୍ରରେ ଲଗାଇବାକୁ ଚାହୁଁଥିଲେ ସେହି ପାତ୍ରଟିକୁ ଏହି ଦୁଇ ଦିଗରେ ରଖନ୍ତୁ। କେବେ ବି ଘରର ଆଖପାଖରେ ବର କିମ୍ବା ଅସୁସ୍ଥ ଗଛ ଲଗାଇବାର ଭୁଲ କରିବେ ନାହିଁ। ମନ୍ଦିର ପାଖରେ ଏହି ଗଛ ଲଗାଇବା ଭଲ। ଯଦି ଆପଣଙ୍କ ଘରର ଅଗଣା ଠିକ୍ ମଝିରେ ଥାଏ, ତେବେ ଅଗଣାରେ କୌଣସି ପ୍ରକାର ଗଛ ଲଗାନ୍ତୁ ନାହିଁ। ବାସ୍ତୁ ଅନୁସାରେ ଘରର ମଝି ଅଂଶରେ ଥିବା ଅଗଣାର ଗଛ ଲଗାଇଲେ ଅଶୁଭ ହୋଇଥାଏ। ଘରର ମୁଖ୍ୟ ଦ୍ୱାରର ଠିକ୍ ସମ୍ମୁଖରେ ଭାଗରେ ଯେମିତି କୌଣସି ବଡ଼ ଗଛ ନ ରହେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଘରର ସମ୍ମୁଖ ଭାଗରେ ଗଛ ଥିଲେ ଘର ମଧ୍ୟକୁ ସକାରାତ୍ମକ ଶକ୍ତି ପ୍ରବେଶ କରିବାରେ ବାଧା ସୃଷ୍ଟି ହୋଇଥାଏ। ଘରର ଦକ୍ଷିଣ ବା ପଶ୍ଚିମ ଦିଗରେ ଉଚ୍ଚା ଏବଂ ଝଙ୍କାଳିଆ ଗଛ ଲଗାନ୍ତୁ ଏବଂ ଏହା ଶୁଭ ଫଳଦାୟକ ହୋଇଥାଏ। କମ୍ ଉଚ୍ଚତାର ଗଛ ପାଇଁ ଘର ପୂର୍ବ କିମ୍ବା ଉତ୍ତର ଦିଗକୁ ବାଛନ୍ତୁ। ତେବେ ଭୁଲରେ ବି ଏହାକୁ ଘରର ଉତ୍ତର ପୂର୍ବ ଦିଗରେ ଲଗାନ୍ତୁ ନାହିଁ। ଘର ମଧ୍ୟରେ କାକ୍ଟସ୍ ଭଳି କଣ୍ଟା ଜାତୀୟ ଗଛ ଲଗାଇବାର ଭୁଲ କରନ୍ତୁ ନାହିଁ। ଘର ଭିତରେ ଏଭଳି ଗଛ ଲଗାଇବା ଦ୍ୱାରା ଘର ଭିତରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଶୁଭ ଫଳ ପ୍ରାପ୍ତି ନିମନ୍ତେ ଲତା ଜାତୀୟ ଗଛ ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତୁ। ତେବେ ଏଭଳି ଗଛକୁ ଘରର ପାଚେରୀରେ ଲଗାନ୍ତୁ ନାହିଁ। ଆମ୍ବ, କଦଳୀ ଏବଂ ଜାମୁ ଗଛ ଲଗାଉଥିଲେ ଘରରୁ ଟିକେ ଛାଡ଼ି ଲଗାନ୍ତୁ। ଘର ଅଗଣାରେ ଅଳ୍ପ ଉଚ୍ଚତାର ଫଳ ଗଛ ମଧ୍ୟରେ ନଡ଼ିଆ କିମ୍ବା ଡାଳିମ୍ବ ଲଗାଯାଇପାରିବ। ଏହି ଗଛ ଗୁଡ଼ିକ ଅତ୍ୟନ୍ତ ଶୁଭଦାୟକ। ଗୋଲାପ, ମଲ୍ଲୀ, ଚମ୍ପା ଆଦି ଫୁଲ ଗଛ ଘର ପାଇଁ ଶୁଭପ୍ରଦ। ଯେଉଁ ସବୁ ଗଛରୁ ପତ୍ର ଛିଣ୍ଡାଇବା ମାତ୍ରେ କ୍ଷୀର ବାହାରିଥାଏ ସେଭଳି ଗଛ ଘର ଭିତରେ ଲଗାନ୍ତୁ ନାହିଁ। ଏଭଳି ଗଛ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଧନ୍ୟବାଦ। ଜୟ ଜଗନ୍ନାଥ। ଆପଣଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଗୋଟେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ।